आज सकाळୁ ମୁଁ କୁନିକି ନେଇ ଲିପି ସାଙ୍ଗେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲି। କାହିଁକିନା କୁନିର ଦେହ ଟିକେ ଅସୁସ୍ଥ ଥିବାର ଅନୁଭବ ହୋଇଥିଲା। ଭଗବାନଙ୍କ ଦୟାରୁ ତାକୁ ଭଲରେ ଭଲରେ ସେଠୁ ଧରି ଫେରି ଆସିଲୁ। ଆଉ ଆଜି ମୋର ସାର୍ଙ୍କର ଆସିବାର ଥିଲା, ତେଣୁ ତାଙ୍କ ପାଖେ ଖରାବେଳେ ହାରମୋନିୟମ ଶିଖିଲି। ପୁଣି 5ଟା ବେଳେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗୁଟୁକୁ ନେଇ ଦାନ୍ତ ଓପାଡ଼ିବାକୁ ଗଲି। ଇଏ ମୋତେ ନେଇ ଛାଡ଼ିଦେଲେ। ବହୁତ ଖୁସି ଲାଗିଲା ଏଇଥିପାଇଁ ଯେ ଗୁଟୁ ଖୁବ୍ ସୁନ୍ଦର ଭାବରେ ଦାନ୍ତ ଓପାଡ଼ିବାକୁ ଦେଖେଇଲା। ଆଉ ନିଜେ ନିଜେ କହିଲା, ବୋଉ ମୋର ଭିଡ଼ିଓ କରିବୁନି? ମୁଁ ବହୁତ ସାହସୀ ପରି ଦାନ୍ତ ଓପାଡ଼ିବି। ହେଲେ ଗୋଟିଏ ଦୁଃଖ, କାହିଁକି ଯେ ଆମ ଘରକୁ ଏ ଦାନ୍ତ ରୋଗଟା ପିଛା ଛାଡ଼ୁନି, ସେଥିପାଇଁ କ'ଣ ମୁଁ ଦାୟୀ? ହୁଏତ ମୋତେ ସେଇଭଳିଆ ଅପରାଧ ବୋଧ ବେଳେବେଳେ ଉପଲବ୍ଧି ହେଉଛି। ବହୁତ ବେଶୀ ମିଠା ଖାଇବାରୁ ଆମ ଘରେ ଦାନ୍ତ ରୋଗ କାୟ ବିସ୍ତାର କରି ରହିଛି କି? ଯାହା ବି ହେଉ, କଷ୍ଟ ତ ହେଉଛି, ତାର ପ୍ରତିକାର ତ କରିବାକୁ ପଡ଼ିବ। ଛୋଟ ପିଲାଟି ଖୁବ୍ ସୁନ୍ଦର ଭାବରେ ଦାନ୍ତ ଓପାଡ଼ିବାକୁ ଦେଖେଇଲା ଆଉ ନିଜେ ହିଁ ଭିଡ଼ିଓ କରିବାକୁ କହିଲା। ଏବେ ମୋତେ ଆଉ ଭିଡ଼ିଓ କରିବାକୁ ଇଚ୍ଛା ହେଉନି, କାହିଁକିନା ମୋ ପାଖେ ଏତେ ପୁରୁଣା କଥା ସବୁ ଜମି ହେଇ ରହିଗଲାଣି, ଯାହାକୁ ମୁଁ ଆପଣମାନଙ୍କ ପାଖେ ପହଞ୍ଚାଇବା ପାଇଁ ସମୟ ବି ପାଉନି। ଆଉ ନୂଆ ନୂଆ ଭିଡ଼ିଓ କରି ଫୋନ୍ରେ ରଖି ଲାଭ କ'ଣ? ଜଞ୍ଜାଳ ଯେତେବେଳେ ଆସେ ସାଙ୍ଗସାଥି ଆସେ, ଏ କଥାଟା ସତ। ଦାନ୍ତ ଓପାଡ଼ି ସାରିଲା ବେଳକୁ ଦୀପ୍ତି ପୁଣି ଯାଇ ପହଞ୍ଚିଗଲା ଆମକୁ ନେଇ ଆସିବାକୁ। ଏ କମ୍ପାନୀ ଚାକିରିରେ ପିଲାମାନଙ୍କୁ ସବୁବେଳେ ସମୟର ଅଭାବ। ବେଳେବେଳେ ବଡ଼ ବିବ୍ରତ ଲାଗେ। କୁଆଡ଼ିକି ଯାଉଛି ଆମ ଜୀବନଶୈଳୀ, ସେ ଆଉ ଗୋଟେ ପ୍ରସଙ୍ଗ। ଆଉ କେତେବେଳେ କହିବି ସେ ବିଷୟରେ, ନହେଲେ ଲାଇଭ୍ ପ୍ରୋଗ୍ରାମରେ ଆଲୋଚନା କରିବା। ଅଧିକା ଉପାର୍ଜନ ପାଇଁ ଆମେ ଯେଉଁ ଭଳିଆ ବିବ୍ରତ ହୋଇ ଜୀବନ କାଟୁଛେ, କେତେଦିନ ତାହା ସମ୍ଭବ ହେବ? ଆଉ ଝିଅ କଥା ମନେ ପଡ଼ୁଥିଲା। ସେଇ ଶନିବାର ରାତିରେ କଟକରୁ ଦେଖେଇକି ଆଣି ତାକୁ ଛାଡ଼ି ଆସିଛି। ଅବଶ୍ୟ ତା ଦେହ କମୁଛି, ତଥାପି ତାକୁ ଟିକେ ଦେଖିବାକୁ ମନ ବ୍ୟାକୁଳ ହେଉଛି। ଏପଟର ଜଞ୍ଜାଳ ଛାଡ଼ି ମୁଁ ଯାଇପାରୁନି। ଏବେ କ'ଣ ମୁଁ ଖାଲି ହସ୍ପିଟାଲ ଦୌଡ଼ିବା ବେଳ ପଡ଼ିଛି ନା କ'ଣ କେଜାଣି? ଏଇ ଦେଖୁନାହାନ୍ତି, କୁନି ଗଲା, ଗୁଟୁ ଗଲା। ଯାହା ବି ହେଉ, ସେଠୁ ଫେରି ଆଇସ୍କ୍ରିମ୍ଟିଏ ତ ନିହାତି କିଣା ହେବ। ଦାନ୍ତ ଓପଡ଼ା ହେଇଛି, ଖାଇଲେ ଦାନ୍ତ ପାଇଁ ବି ଉପକାରୀ, ଆଉ ପିଲାଙ୍କର ମନ ବି ବୁଝିଯାଏ। ଏତେବେଳକୁ ହିଁ ମୋ ମନ ପୁଣି ଖୁସି ହେଇଗଲା। ନିରାଶରେ ଭରି ଯାଉଥିବା ମନଟା ପୁଣି ଖୁସିରେ ନାଚି ଉଠିଲା। ଆରେ, ମୋ ପରିବାର ପୁରା ଚାରିପଟୁ ମୋତେ ବେଢ଼ିକି ରହିଛନ୍ତି। ଟିକିଏ ମନ ଦୁଃଖ ହେଲେ କେହି ଜଣେ ମୋ ପାଖକୁ ଚାଲି ଆସି ମନେ ପକାଇ ଦେଉଛନ୍ତି। ମୁଁ ପୁରା କହିଛି, ଜୀବନଟା ସରାଗ, ସଂଗ୍ରାମ ନୁହେଁ। ପୁଣି ମନ ଦୁଃଖ କରୁଛି କାହିଁକି? ଏଇ ଝିଅ ଜଣକୁ ଦେଖି ମୁଁ ବହୁତ ଖୁସି ହେଲି, ଆଉ ସେ ବି ବହୁତ ଖୁସି ହେଲେ। ସେ ଝାରପଡ଼ାରୁ ଆସିଥିଲେ। ନିୟମିତ ଆମ ଜୀବନସରାକୁ ଦେଖୁଥିବା ଜଣେ ବ୍ୟକ୍ତିତ୍ୱ। ବହୁତ ଖୁସି ଲାଗିଲା ତାଙ୍କ ସାଙ୍ଗେ ମିଶିକି। ଆଉ ମନ ଦୁଃଖରେ ଭାଙ୍ଗି ପଡ଼ିଥିବା ମନ ପୁଣି ଖୁସି ହେଇଗଲା। ସେଇଥିପାଇଁ ତ ସାଙ୍ଗେ ସାଙ୍ଗେ ଆସି ଭିଡ଼ିଓଟି କଲି।